ଯୁବକ ମାନଙ୍କ ପାଇଁ ବାର୍ତ୍ତା ହଉଛି ସେମାନେ ଭୁଲି ଯାଉଛନ୍ତି ବୋଧେ ଆମେ ଏଇ ଦେଶ, ଏଇ ଗ୍ରାମ, ଏଇ ପରିବାର, ଏଇ ରାଜ୍ୟର ଆମେ ହଉଛୁ ଭବିଷ୍ୟତ ଦାୟ। ତେଣୁ ତାଙ୍କ ପାଇଁ ତିନୋଟି ଜିନିଷ ସବୁବେଳେ ଆମେ ସବୁ ଜାଗାରେ କହୁ, କର୍ମବାଦୀ ହୁଅ, ଜ୍ଞାନୀ ହୁଅ ଏବଂ ଭକ୍ତି କର ବା ଭକ୍ତିର ଅନ୍ୟାର୍ଥ ହଉଛି ସେବା 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 ଆଉ ମଦ୍ୟ ମାଦକ ଠାରୁ ଦୂର। ଯାହୁ ଆଜି ଏରଞ୍ଚ ବାଲିସାହିରେ ଶ୍ରୀମଦ ଭାଗବତ ମହାପୁରାଣ ଜ୍ଞାନ ଯଜ୍ଞର ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ତାହା ଆଜି ଉଦ୍ଯାପନ ଦିବସ। ଏ ଉଦ୍ଯାପନ ଦିବସରେ ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ ମାନଙ୍କୁ ଡାକି ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ବୃନ୍ଦ ସାଧୁମାନଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି ଏବଂ ଏ ଉତ୍ସୃଙ୍ଖଳିତ ଯୁବ ସମାଜକୁ ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି, କାହିଁକି ନା ଇଏ କଳିଯୁଗରେ ହେବା ଦରକାର। ପ୍ରତ୍ୟେକ ଜୀବ କେବଳ ଈଶ୍ୱର ଅନୁଗାମୀ ହେବା ଦରକାର, ଭିତରେ ଭାତୃତ୍ୱ ଭାବ ରହିବା ଦରକାର, ଭିତରେ ସ୍ନେହ ମମତା ଆଧ୍ୟାତ୍ମିକବାଦ ରହିବା ଦରକାର। ଏ ଅନୁଷ୍ଠାନର ସମସ୍ତ ଅର୍ଥଦାତା ଅନୁମୋଦନକର୍ତ୍ତା ସର୍ବୋପରି ଏରେଞ୍ଚର ପ୍ରତ୍ୟେକ ଅନ୍ତବାସୀଗଣ ଏବଂ ମୁଖ୍ୟ କର୍ମକର୍ତ୍ତା ଯେଭଳି ଭାବରେ ଏ କାର୍ଯ୍ୟକ୍ରମକୁ ଆଗେଇ ନେଇ ଚାଲିଛନ୍ତି, ସେମାନଙ୍କୁ ଏ ବ୍ୟାସାସନପୁର ଅନେକ ଆଶୀର୍ବାଦ। ଏବଂ ମୁଁ ଏଇ କଥାରେ ଉପନୀତ ହେଇଛି ଯେ ଯଦି ଏଭଳି କାର୍ଯ୍ୟକ୍ରମ ଜଗତରେ ହୁଏ ତାହେଲେ ନିଶ୍ଚିତ ଭାବରେ ଆଜିର ଏ କଳିଯୁଗ ମାନବ ନିଶ୍ଚିତ ଭାବରେ ଉଦ୍ଧାର ପାଇବ ଏବଂ ଯୁବ ସମାଜ ଯେଉଁ ବର୍ତ୍ତମାନ ପଥଭ୍ରଷ୍ଟ ହେଉଛନ୍ତି ସେମାନଙ୍କୁ ଉପଯୁକ୍ତ ପଥ ମିଳିବ ଏବଂ ସେମାନେ ବୋହୂମାନେ ଏବଂ ଝିଅମାନେ ମଧ୍ୟ ଉପଯୁକ୍ତ ବୋହୂଟିରେ ପରିଣତ ହେବେ। ଏହା ହିଁ ଭାଗବତ ଗୋସାଇଙ୍କର ବା ରାଧା ମାଧବଙ୍କର ମୁଖ୍ୟ କାମ୍ୟ। ଆମେ ଏଇ ଭାଗବତ କଥା ଆୟୋଜନ କରିବାର ମୁଖ୍ୟ କାମ କେମିତି ସମସ୍ତେ ନିଜର ଦର୍ପ ଦମ୍ଭ ଅହଙ୍କାର ପାରୁଷ୍ୟ ଅଭିମାନ ଗର୍ବକୁ ଛାଡ଼ି ସେ ଈଶ୍ୱରଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ଧନ୍ୟବାଦ। ସଂଗ୍ରାମ କେଶରୀ ସେନାପତି ସମସ୍ତେ ମତେ କିଶୁ ଭାଇ ବୋଲି ଡାକନ୍ତି। ଆଜି ପ୍ରବଚନ ଜ୍ଞାନ ଯଜ୍ଞର ଅନ୍ତିମ ରଜନୀ। ବାବା ବଳିଆ ଥିଲେ ଆଜିର ରଜନୀରେ ମୁଖ୍ୟ ଆକର୍ଷଣ। ଯାହା ହଉ ତାଙ୍କର ପାଦ ଧୂଳିରେ ଏ ଅନୁଷ୍ଠାନ ଆଜି ପବିତ୍ରମୟ ହୋଇଯାଇଛି। ସୁଶାନ୍ତ କୁମାର ବାଗ୍ମୀ ଏ ଆମର ହେଉଛନ୍ତି ଆଜୀବନ ପ୍ରବଚକ। ଯାହା ହଉ ଯୁବବନ୍ଧୁମାନଙ୍କ ସହାୟତାରେ ଇଏ ଦୀର୍ଘ ଦିନର ଅନୁଷ୍ଠାନ। କେତେ ଦିନର ଅନୁଷ୍ଠାନ ଆକୁ ଠିକ୍ କହିହେବନି। ମୋ ନନା ଥିଲେ, ସେ କରୁଥିଲେ, ତାଙ୍କ ବାପା କରୁଥିଲେ, ଆମେ ଆଜି କରୁଛୁ, ଆମ ପିଲା କରିବେ। ବହୁ ପୁରାତନ ଅନୁଷ୍ଠାନ। ଆମ ପିଲା ବି ଆରମ୍ଭ କଲେଣି, ଯୁବବନ୍ଧୁମାନେ ଲାଗିଛନ୍ତି। ବହୁ ଯୁବକ ରାଜା, ବଣ୍ଟି, ମଣ୍ଟି, ବାଦଲ, ନିଲୁଆ, କାଉନ, ବିଶ୍ୱମ୍ବର ମୁଖ୍ୟ ଭୂମିକା। ବିଶ୍ୱମ୍ବରର ମୁଖ୍ୟ ଭୂମିକା ରାଜା। ବୈକୁଣ୍ଠ ଏ ଅନୁଷ୍ଠାନର ମୁଖ୍ୟ ପୁରୋଧା। ତା ନାଁଟା ଶେଷରେ କୁହାହବ, କାରଣ ତା ଯୋଗୁଁ ହିଁ ସୁପ୍ତ ହୋଇଥିବା ଅନୁଷ୍ଠାନ ଆଜି ପୁଣି ଜାଗ୍ରତ ହୋଇ ଉଠିଛି। ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି। ଏ ଯେଉଁ ଅନୁଷ୍ଠାନ ସୁପ୍ତ ହୋଇଯାଇଥିଲା କିଛି ଦିନ ମଧ୍ୟ ମଝିରେ କିଛି ବର୍ଷ ପାଇଁ ବନ୍ଦ ଥିଲା। ଯାହା ହଉ ଜଣେ ଭଗବତ ପ୍ରେମୀ ହିସାବରେ ବୈକୁଣ୍ଠର ଭୂମିକା ଯେ କେତେ ମହତ୍ଵ ତା ଭାଷାରେ ପରିବର୍ଣ୍ଣନା କରାଯାଇପାରିବ ନାହିଁ। ଭଗବାନ ତାର ଦୀର୍ଘମୟ କାମନା କରନ୍ତୁ। ଅନୁଷ୍ଠାନକୁ ସେ ସୁଚାରୁ ରୂପେ ଚଲେଇଥାଉ। ଏଭଳି ଏକ ବିରାଟ ଅନୁଷ୍ଠାନ ଯାହାକୁ ବୈକୁଣ୍ଠ ବ୍ୟତୀତ ଆମେ ଭାବୁଛୁ ବୋଧେ ଅନ୍ୟ କେହି ତାକୁ ମ୍ୟାନେଜମେଣ୍ଟ କରିପାରିବନି। ଆମେ ସହଯୋଗୀ, କିନ୍ତୁ ପ୍ରବଚକ କେଉଁଠୁ ଆସିବେ, ବାବା ବଳିଆ କେତେବେଳେ ଆସିବେ, କେଉଁଠି ଆସିବେ, କେଉଁଠିକି ଯିବେ, କ'ଣ ଖାଇବେ, କେହି ଜାଣନ୍ତିନି ତା ବ୍ୟତୀତ। ଶେଷରେ ମୁଁ ଆମର ମିଡ଼ିଆ ଭାଇମାନଙ୍କୁ ଧନ୍ୟବାଦ ଦେଉଛି। ସେ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ଆମମାନଙ୍କ ମତାମତ ନେଇଛନ୍ତି। ସେଥିପାଇଁ ଅନୁଷ୍ଠାନ ତରଫରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ।